ବୁଦ୍ଧ ଧର୍ମର ଯୋଉ ତିନୋଟି ଶାଖା ଉପରେ କୁହାଗଲା ଯେ ହୀନଯାନ, ମହାଯାନ, ତନ୍ତ୍ର, ଯୋଉଟା କି ଆମେ ବଜ୍ରଯାନ କହୁଛନ୍ତି ତନ୍ତ୍ର। ଏଇ ଯୋଉ ତିନୋଟି ଶାଖା ରହିଲା, ଏ ତିନୋଟି ଶାଖା ପ୍ରମୁଖ ରହିଲା। ପ୍ରଥମେ ଆସିଥିଲା ହୀନଯାନ, ଯେତେବେଳେ ବୁଦ୍ଧ ବୁଦ୍ଧ ନିଜେ ମଧ୍ୟ ଯେତେବେଳେ ଜୀବିତ ଅବସ୍ଥାରେ ସେ ମୂର୍ତ୍ତି ପୂଜାକୁ ବିରୋଧ କରୁଥିଲେ। ଯେତେବେଳେ ବ୍ରାହ୍ମଣ ମାନେ କରୁଥିଲେ, ବିଭିନ୍ନ ଯଜ୍ଞ ବିରୋଧ କରୁଥିଲେ, ତେଣୁକରି ମୂର୍ତ୍ତି ପୂଜାକୁ ସେ ବିରୋଧ କରୁଥିଲେ। ତେଣୁକରି ସେ ପ୍ରାଥମିକ ପଦରେ ହୀନଯାନର ଆରମ୍ଭ ହୋଇଥିଲା। ହୀନଯାନ ଯୋଉମାନେ ଗ୍ରହଣ କରୁଥିଲେ, ସେମାନେ ବୁଦ୍ଧଙ୍କୁ ଗୋଟେ ଅବତାର ବୋଲି ମାନୁନଥିଲେ। ବୁଦ୍ଧଙ୍କୁ ଗୋଟେ ସାଧାରଣ ମଣିଷ ଭାବରେ ଗ୍ରହଣ କରୁଥିଲେ। ସାଧାରଣ ମଣିଷରୁ ସେ ନିଜର ଯୋଗ ଏବଂ ନିଜର ଦର୍ଶନ, ନିଜର ଜ୍ଞାନ ବଳରେ ସେ ମୁଖ୍ୟ ପ୍ରାପ୍ତି ହେଲେ ବୋଲି ତାଙ୍କୁ ଗ୍ରହଣ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ତାଳ ଦେଇ ଚାଲିବାକୁ ଆରମ୍ଭ କଲା ବୌଦ୍ଧ ଧର୍ମ, କାହିଁକିନା ଅନେକ ଅନ୍ୟ ଧର୍ମରେ ଯେମିତି ହିନ୍ଦୁ ଧର୍ମ ଆମେ ଦେଖିବା ଯାଇକି ଅନେକ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରାହଉଥିଲା। ତେଣୁକରି ହୁଏତ ତାପରେ ପରେ ହିନ୍ଦୁ ଧର୍ମ ମଧ୍ୟ ନିଜକୁ ସଜାଡ଼ିଥିଲା, ମାର୍ଜିତ କରିଥିଲା, ଧୀରେ ଧୀରେ କଠୋର ମନ୍ତ୍ରରୁ ଆୟ କରିଥିଲା। ଫଳରେ ସେ ତାଳ ଦେଇ ଚାଲିବା ପାଇଁ ମହାଯାନର ସୃଷ୍ଟି ହେଲା। ମହାଯାନ ଗ୍ରେଟ୍ ଭେହିକିଲ ଗୋଟେ ଆରମ୍ଭ କରିଥିଲେ, ଯେ ତା ମାଧ୍ୟମରେ ମାନେ ମୁକ୍ତି ପାଇପାରିବେ। ସେତେବେଳେ ସେ ବୁଦ୍ଧଙ୍କୁ ଅବତାର ବୋଲି ଗ୍ରହଣ କଲେ, ବୁଦ୍ଧଙ୍କୁ ମେନ୍ ଫିଗର ବୋଲିକି ଆରାଧନା କରିବା ଆରମ୍ଭ କଲେ, ଏବଂ ତାଙ୍କ ସହିତ ବୁଦ୍ଧଙ୍କର ଆଉ ଅନ୍ୟାନ୍ୟ ନାମରେ ମଧ୍ୟ ପୂଜା ଅର୍ଚ୍ଚନା କରିବା ଆରମ୍ଭ, ଯାହାକୁ ପଞ୍ଚଧାନୀ ବେଦ ମଧ୍ୟ କୁହାଯାଏ। ତାପରେ ପରେ ଯେତେବେଳେ ପୁଣି ଅନ୍ୟାନ୍ୟ ଦେବାଦେବୀଙ୍କର ବୁଦ୍ଧ ଧର୍ମରେ ଆସିଛି, ତାରା, ଜମ୍ବାଳ, ମାରିଚି, ହେରୁକା ଇତ୍ୟାଦି ଆହୁରି ବହୁତ ଗୁଡେ ଆସିଛନ୍ତି। ଦେବାଦେବୀଙ୍କର କନସେପ୍ଟ ଆସିଛି, ପୂଜା ଅର୍ଚ୍ଚନା କରିଛନ୍ତି। କିନ୍ତୁ ବଜ୍ରଯାନ ଶେଷରେ ଆସିଛି ଯେ ବଜ୍ରଯାନକୁ ତନ୍ତ୍ରକୁ ଆଧାର କରିକି ତିଆରି ହେଲା। ତନ୍ତ୍ର ପୀଠ ଭାବରେ ମାନେ ତନ୍ତ୍ରକୁ ଏକ ମାଧ୍ୟମ କଲେ, ଯାହା ମାଧ୍ୟମରେ ଯେ ଆମେ ମୁଖ୍ୟ ତୁରନ୍ତ ପାଇପାରିବା। ତେଣୁକରି ତନ୍ତ୍ରକୁ ସେମାନେ 5ଟା ମହକୁ ସେମାନେ ଆରାଧନା କରିବା ଆରମ୍ଭ କରିଥିଲେ। ଏବଂ ସେଇ ଯୋଉ ତନ୍ତ୍ରକୁ ଆରାଧନା କଲେ, ବଜ୍ରକୁ ସେମାନେ ତାଙ୍କର ମୁଖ୍ୟ ଆୟୁଧ ଭାବେ ଗ୍ରହଣ କଲେ। ଏବଂ ସେଇ ଯୋଉ ବଜ୍ର ଯେତେ ଶୀଘ୍ର ଯାଏ ବା ଯେତେ ଶୀଘ୍ର ହୁଏ ବା ଶୀଘ୍ର କାର୍ଯ୍ୟକ୍ରମ ହୁଏ, ସେଇ ହିସାବରେ ତାଙ୍କ ଶୀଘ୍ର ମୁଖ୍ୟ ପ୍ରାପ୍ତି କରିପାରିବେ ବୋଲିକି ତାଙ୍କର ବିଚାର ରହିଲା। ଏବଂ ପରବର୍ତ୍ତୀ ସମୟରେ ବଜ୍ରୟାନୀ ବୌଦ୍ଧ ଧର୍ମର ଅନେକ ଗୁଡିଏ ଫଲୋଅର୍ସ ହେଲେ, ଅନେକ ଗୁଡିଏ ବଜ୍ରୟାନୀ ବୌଦ୍ଧକୁ ଗ୍ରହଣ କରିବା ଆରମ୍ଭ କଲେ। ଏବଂ ପରବର୍ତ୍ତୀ ସମୟରେ ଏଇ ଯୋଉ ପୀଠ ଗୁଡିକ ହେଲା, এই ପୀଠ ଗୁଡିକ ସେଇ ବଜ୍ରୟାନୀ ପୀଠର ମଧ୍ୟ ଅଂଶବିଶେଷ ହେଇକି ରହିଲା। ଆପଣ ଯଦି ଦେଖିପାରିବେ, ଏଇଠି ଆମେ କହିବୁ ଯୋଉ ପୀଠରେ ଆମେ ଅଛନ୍ତି, ଏଇଠି ପ୍ରଥମେ ତାଙ୍କର ସ୍ତୂପ ଗୁଡିକ ଆରାଧନା କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଇ ସ୍ତୂପ ଗୁଡିକକୁ ସେମାନେ ବନ୍ଦ କରିକି ସେମାନେ ଆଉ ଗୋଟେ ତନ୍ତ୍ରକୁ ଆରାଧନା କଲେ, ବଜ୍ରଙ୍କୁ ଆରାଧନା କରିକି ଇଏ କଲେ, ସେ ଉପରେ ଆଉ ଗୋଟେ ସ୍ତୂପ କଲେ, ଯୋଉଠିକି ଏଇଭଳିଆ ଯୋଉ ଷ୍ଟ୍ରକ୍ଚର ସ୍ତୂପ ବା ଭୋଟିଭ ସ୍ତୂପ ଆମର କୁହାଯାଏ, ମାନସିକ ସ୍ତୂପ, ସେଠି ଦେଖିବାକୁ ମିଳିବ ନାହିଁ। କାହିଁକି ନା ସେଠୁ ସେମାନେ ନେଇଗଲେ, ସେଠିକି ନେଲେ, ସେଠି ଯୋଉ ମଣ୍ଡଳକୁ ସେମାନେ ଆରାଧନା ମଣ୍ଡଳ ସ୍ତରୀୟ ସ୍ତୂପ କରିକି ସେମାନେ ପୂଜା କରିବା ସେଠି ଆରମ୍ଭ କଲେ। ସେଠି ରେଷ୍ଟ୍ରିକ୍ସନ ଲଗେଇଦେଲେ, ସେଠିକି ଅନ୍ୟମାନଙ୍କୁ ସେଠି ଛାଡିଲେ ନାହିଁ। ଯେମିତି ତନ୍ତ୍ରରେ ବିଧି ରହିଛି ଯେ ତନ୍ତ୍ରରେ ସମସ୍ତଙ୍କ ସାମ୍ନାରେ ତନ୍ତ୍ର ବିଧି କରାଯିବ ନାହିଁ। ତନ୍ତ୍ର ଯାହା ପାଇଁ ପ୍ରଯୁଜ୍ୟ ହବ ସେ ହିଁ ଆସିବ। ଆଉ ତନ୍ତ୍ରରେ ଯିଏ ଗୁରୁ ରହିଥିବେ ସେ ହିଁ କେବଳ ମନ୍ତ୍ର ଜପିବେ ବା ମନ୍ତ୍ର ଉଚ୍ଚାରଣ କରିବେ। ଆଉ ତାର ଯାହା ପୂଜା ପଦ୍ଧତି, ରିଚୁଆଲ୍ସ ପଦ୍ଧତି ସେ ହିଁ କରିବେ। ତେଣୁକରି ସେଠି ଯୋଉ ସ୍ତୂପଟି ହେଲା, ହୁଏତ ଆମେ ସେଟାକୁ ତନ୍ତ୍ର ଗୋଟେ ଇଏ କଲେ, ସେଠିକି ରେଷ୍ଟ୍ରିକ୍ସନ ଲଗେଇଦେଲେ, ସେଠିକି କମନ ସାଧାରଣ ଲୋକମାନଙ୍କୁ ଏଣ୍ଟ୍ରି କରାଗଲା ନାହିଁ। ତେଣୁକରି ଇଏ ହେଲା ତନ୍ତ୍ର ମାନେ ବଜ୍ରୟାନ ଏବଂ ତନ୍ତ୍ରୟାନ ବୌଦ୍ଧ ଧର୍ମରେ ଯୋଉ ପରମ୍ପରା ରହିଥିଲା। ପରବର୍ତ୍ତୀ ସମୟରେ ତନ୍ତ୍ରରୁ ଆଉ ଟିକେ ଅଧିକ ତନ୍ତ୍ରକୁ ପ୍ରବଳିକା କରିଛନ୍ତି। ପ୍ରବଳିକା କରିପାରିଲା ପରେ ପରେ ବୌଦ୍ଧ ଧର୍ମ ଏଠୁ ତିବେତନ ପଳେଇ ଯାଇଛି। ଏବଂ ଏଠି ଅନ୍ୟ ମଠରେ ବିଭିନ୍ନ ମୁସଲିମ ଆକ୍ରମଣ ହଉ, ପ୍ରୋତ୍ସାହନ ଅଭାବ ହଉ, କାହିଁକିନା ରାଜା ଅଟୁ ସୌମ୍ୟବଂଶୀ ଏବଂ ଭୌମ୍ୟକର ମାନେ ଏଟାକୁ ପାଟର୍ନିଜିମ କରିଥିଲେ। ମାନେ ସେମାନଙ୍କର ସହାୟତାରେ, ସେମାନଙ୍କ ଆର୍ଥିକ ପ୍ରୋତ୍ସାହନ ସବୁ ସହାୟତାରେ ଏଠି ଏଇଗୁଡିକ ସବୁ ତିଆରି ହଉଥିଲା। ଯେମିତିକି ଦେଖିବେ, ଯଦି ରତ୍ନଗିରିରେ ଆମର ମିଳିଛି ଯୋଉ ତାମ୍ରପଟ୍ଟା ମିଳିଛି, ସେଥିରେ ଲେଖା ଅଛି ରାଣୀ କର୍ପୂରଶ୍ରୀ, ରାଣୀଙ୍କର ଅବସ୍ଥାନ ମଧ୍ୟ ସେଠି ରହିଛି। ତେଣୁକରି ରାଣୀଙ୍କର ଗାଧେଇବା ପାଇଁ, ରାଣୀଙ୍କର ପାଇଁ ସ୍ୱତନ୍ତ୍ର ଇଏ କରାହେଇଥିଲା। ରାଣୀ ପୋଖରୀ ଭାବରେ ମଧ୍ୟ ସେଠି ଗୋଟେ ନାମିତ ଅଛି। ସେଠି ତଳେ ଗୋଟେ ପୋଖରୀ କରାହେଇଥିଲା। କାରଣ ସବୁ ପର୍ଯ୍ୟନ୍ତ ସୌମ୍ୟବଂଶୀ ଭୌମ୍ୟକର ତା ପୂର୍ବରୁ ଯୋଉ ମାନେ ଥିଲେ, ସେମାନେ ହୁଏତ ପାଟ୍ରୋନିଜିମ କରୁଥିଲେ। ସେମାନେ ଆର୍ଥିକ ସହାୟତା ଠାରୁ ଆରମ୍ଭ କରିକି ସୁରକ୍ଷା ଦାତା ଭାବରେ ସେମାନେ କାର୍ଯ୍ୟ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଗଜପତି ମାନଙ୍କର ଧୀରେ ଧୀରେ ଆରମ୍ଭ ହେଇଛି, ଡିକ୍ଲାଇନ ଆରମ୍ଭ ହେଇଛି, ଏବଂ ପରବର୍ତ୍ତୀ ସମୟରେ ମୁସଲିମ ମାନେ ଆକ୍ରମଣ କରୁଛନ୍ତି। ମୁସଲିମ ମାନଙ୍କର ଆମର କେଟିଏଶ୍ୱର ଯିଏ ଅଛନ୍ତି ଜଣେ ବିଦ୍ୱାନ, ସିଏ ମଧ୍ୟ ମୁସଲିମ ମାନଙ୍କୁ ଅନେକାଂଶରେ ଏଇ ଯୋଉ ବୌଦ୍ଧ ଧର୍ମ ଏଠାରୁ ମାନେ ନଷ୍ଟ ହବାର, ବୌଦ୍ଧ ଧର୍ମ ଶେଷ ହବାର ତାଙ୍କୁ ହିଁ ଦାୟୀ କରିଛନ୍ତି। ଇଏ ହଉଛି ଓଡିଶାର ଏତେ ବିଶାଳର ଗାଥାର ଇଏ ହଉଛନ୍ତି ଶେଷରେ ଅବନୀତି ଏଇଠି ହୋଇଛି। କି ପରବର୍ତ୍ତୀ ସମୟରେ ଅନ୍ୟ କଣ୍ଟ୍ରିରେ ସେ ଯାହା ହଉ ଜୀବିତ ହୋଇ ରହିଛି। ଏବଂ ଆଜି କନଫରେନ୍ସ ସେ ଅନ୍ୟର କଣ୍ଟ୍ରିରୁ ଆସିକି ଏମାନେ ଏଠି
ତାଙ୍କର ପୂଜାର୍ଚ୍ଚନା ଏବଂ ପ୍ରାର୍ଥନା ସଭା କରୁଛୁ। ଧନ୍ୟବାଦ।